ତୁ ଏଇଠି ବସିଛୁ ମୁଁ ତତେ ଘର ସାରା ଖୋଜିକି ଆସିଲିଣି। କଣ କହୁନ? କ'ଣ ହେଇଛି? ମନ୍ଦିର କିଛି କାହିଁ ବସିଛୁ? ନା ଏମିତି ବସିଛି ଆଉ। ନା କ'ଣ ହେଇଛି କହୁନୁ କହ। ନା ଏଇ ଚିଟଫଣ୍ଡ ସରକାର କହିନଥିଲେ ଏଇ ଚିଟଫଣ୍ଡ ପଇସା ମିଳିବ, ମୁଁ ଆଣି କ'ଣ କାମରେ ଲଗେଇଥାନ୍ତି, କାହିଁ ସେ ବିଷୟରେ କିଛି ଉଠୁ ହିଁ ନାହିଁ କଥା। ଆଉ କୋଉଠି କ'ଣ ନେଇ ଆପ୍ଲାଏ କରିବୁ କିଛି ମୁଁ ଜାଣିପାରୁନି, କ'ଣ କରିବି, ସେ ପଇସା କେମିତି ଫେରି ପାଇମି। ଓ ଭାଇ ଚିଟଫଣ୍ଡ ପଇସା, ଚିଟଫଣ୍ଡ ପାଇଁ ଆପ୍ଲାଏ ଆରମ୍ଭ ହେଇଗଲାଣି, ତୁ ଜାଣିନୁ କି? ଆରମ୍ଭ ହେଇଗଲାଣି? ହଁ। କୋଉଠି କ'ଣ ହେଉଛି ଆପ୍ଲାଏ? ମୋ ନାଁ ଅଛି ନା ସେଥିରେ, ମୁଁ କେମିତି ଜାଣିବି? ଆଚ୍ଛା କହିଲେ ତାହେଲେ କେମିତି କ'ଣ ଆପ୍ଲାଏ କରିବି, ମୋ ନାଁ ଅଛି କି ନାହିଁ କେମିତି କ'ଣ ଜାଣିବି କହିଲେ ତାହେଲେ। ଚିଟଫଣ୍ଡ ଟଙ୍କା ପାଇବା ପାଇଁ ଆମେ ଆଗରୁ ବି ଗୋଟେ ଭିଡ଼ିଓ ବନେଇଥିଲୁ, ଆପଣମାନଙ୍କର ବହୁତ ସାରା କମେଣ୍ଟ ରହିଥିଲା। ଚିଟଫଣ୍ଡ ଟଙ୍କାକୁ ପାଇବା ପାଇଁ ଆପଣମାନେ ପ୍ରଥମେ ଦେଖିଦିଅନ୍ତୁ ଆପଣଙ୍କ ନାଁଟି ଅଛି କ'ଣ, ଚିଟଫଣ୍ଡର ଯେଉଁ ତାଲିକା ବାହାରିଛି ସେ ତାଲିକାରେ ଆପଣଙ୍କ ନାଁ ଅଛି କି ନାହିଁ। ମୁଁ ତାର ଗୋଟେ ଭିଡ଼ିଓ ଲାଷ୍ଟକୁ ଆଡ଼୍ କରିଦେବି, କେମିତି ଆପଣମାନେ ଡିଷ୍ଟ୍ରିକ୍ଟ ପୋର୍ଟାଲକୁ ଯାଇକି ଆପଣଙ୍କର ଚିଟଫଣ୍ଡ ଲିଷ୍ଟରେ ନାଁ ଅଛି କି ନାହିଁ ଜାଣିବେ। ତା ପାଇଁ ଡକ୍ୟୁମେଣ୍ଟ ମୁଁ ଆଗରୁ କହି ରଖିଥିଲି, ଆଉ ଥରେ କହିଦେବା ପାଇଁ ଚାହିଁବି। ଆଧାର କାର୍ଡ଼ କିମ୍ବା ଭୋଟର କାର୍ଡ଼ ଯେକୌଣସି ଗୋଟେ ଗଭର୍ଣ୍ଣମେଣ୍ଟ ଆଇଡି, ଆପଣଙ୍କ ବ୍ୟାଙ୍କ ପାସବୁକ୍, ଚିଟଫଣ୍ଡର ଅରିଜିନାଲ ମନି ରିସିପ୍ଟଟାକୁ ନେଇ ଆପଣଙ୍କ ନିକଟସ୍ଥ ଆର୍ଆଇ ଯିଏକି ଆପଣଙ୍କ ଆର୍ଆଇ ହେଇଥିବେ ତାଙ୍କ ପାଖରେ ଡିପୋଜିଟ୍ କରନ୍ତୁ। ଏଇ ଯେଉଁ ଡିପୋଜିଟ୍ କରିବାର ଲାଷ୍ଟ ଡେଟ୍ ରହିଛି 31 ମାର୍ଚ୍ଚ 2026। ଯଦି ଆପଣମାନେ ଏହା ଭିତରେ ନ କରୁଛନ୍ତି ତେବେ ଆପଣମାନଙ୍କର ଆଉ ଆଗକୁ ବି ଆପ୍ଲାଏ କରିପାରିବେ ନାହିଁ। ତ ଏଇ ଡକ୍ୟୁମେଣ୍ଟକୁ ନେଇକି ସବମିଟ୍ କରିଦିଅନ୍ତୁ, 15 ଦିନ ଭିତରେ ପ୍ରୋସେସ୍ ହେଇ ଆପଣଙ୍କ ଟଙ୍କାଟି ମିଳିଯିବ। ଆଉ କେମିତି କ'ଣ ଲିଷ୍ଟ ଆପଣମାନେ ଚେକ୍ କରିବେ ତାର ସମ୍ପୂର୍ଣ୍ଣ ବିବରଣୀ ମୁଁ ଗୋଟେ ଭିଡ଼ିଓ କ୍ଲିପ୍ ମେନସନ୍ କରିଦେଉଛି ସ୍କ୍ରିନ୍ରେ, ଆପଣମାନେ ଦେଖିପାରିବେ, ନିଜ ନାଁଟିକୁ ମଧ୍ୟ ଚେକ୍ କରିପାରିବେ। ପ୍ରଥମେ ଗୁଗଲର ସର୍ଚ୍ଚ କରିବେ ଆପଣଙ୍କ ଜିଲ୍ଲା ଡଟ୍ ଓଡ଼ିଶା, ଜିଲ୍ଲାର ନେମ୍ ଡଟ୍ ଓଡ଼ିଶା, ତାପରେ ଫାର୍ଷ୍ଟ ଲିଙ୍କ୍ ଉପରେ କ୍ଲିକ୍ କରିବେ। ଫାର୍ଷ୍ଟ ଲିଙ୍କ୍ ଉପରେ କ୍ଲିକ୍ କରିଦେଲା ପରେ ଅଫିସିଆଲ୍ ୱେବସାଇଟ୍ଟି ଖୋଲିଯିବ ଡିଷ୍ଟ୍ରିକ୍ଟର। ତାପରେ ଏଠି ଦେଖେଇଦେବ କ'ଣ କ'ଣ ଆଡ଼ଭର୍ଟାଇଜମେଣ୍ଟ ଅଛି। ତାପରେ ଏଠି ଆପଣ ବିଜ୍ଞାପନ ଉପରେ କ୍ଲିକ୍ କରିବେ। ତାପରେ ଯେଉଁ ରହିଛି ଭ୍ୟୁ ମୋର୍ ଅପସନ୍ ତା ଉପରେ କ୍ଲିକ୍ କରିବେ। ଭ୍ୟୁ ମୋର୍ ଉପରେ କ୍ଲିକ୍ କଲା ପରେ ଏଇଠି ଉପରେ ଯେଉଁ ରହିଛି ଦେଖନ୍ତୁ ଘୋଷଣାମାନ ଉପରେ, ତା ଯେଉଁ ବିଜ୍ଞାପନ ଉପରେ ଘୋଷଣାମାନ ତା ଉପରେ କ୍ଲିକ୍ କରିବେ। ତାପରେ କ୍ଲିକ୍ କଲା ପରେ ଏଇଠି ଆପଣଙ୍କୁ ଦେଖେଇଦେବ ଓଡ଼ିଶା ସରକାରଙ୍କ ଦ୍ୱାରା ଯେଉଁ ଆସିଛି ବିଜ୍ଞପ୍ତିଟି। ତାପରେ ଏଇଠି ଦେଖନ୍ତୁ କ୍ଷତିପୂରଣ ପାଇନଥିବା ଯେଉଁ ବ୍ୟକ୍ତିମାନଙ୍କ ଲିଷ୍ଟ, ସେ PDB ଉପରେ କ୍ଲିକ୍ କରିବେ। ଆପଣଙ୍କ ଆଗରେ ଆପଣଙ୍କ ନାଁ, ଆପଣଙ୍କ ଠିକଣା, ଆପଣଙ୍କ କ୍ୟାରଅଫ୍ କେଉଁ କମ୍ପାନୀରେ ରଖିଥିଲେ ପୁରା ଡିଟେଲ୍ସଟି ଆପଣମାନେ ଦେଖିପାରିବେ। ରହିଲି, ନମସ୍କାର, ଜୟ ଶ୍ରୀକୃଷ୍ଣ।